ଆପଣଙ୍କ ନାଁ କ'ଣ ମଉସା? ବସନ୍ତ ଚରଣ ବାରି, ବାପାଙ୍କ ନାଁ? ବିଦ୍ୟାଧର ବାରି, ଘର? ବର୍ତ୍ତପୁର। ଗୋଟେ ଅଭିଯୋଗ ଆସୁଛି ଯେ ଠାକୁରଙ୍କର ପୈତୃକ ଯେଉଁ ସମ୍ପତ୍ତି ରହିଛି ଆପଣ ମାର୍ଫତଦାର ଥିଲେ ତାକୁ ଆପଣ ସ୍ଥିତିବାନରେ କନଭର୍ଟ କରାଇଛନ୍ତି, ପରିବର୍ତ୍ତନ କରି ନେଇଛନ୍ତି। କ'ଣ ସେଟା ଅଭିଯୋଗ ରହିଛି? ମୁଁ ସେଇଟା କିଛି ଜାଣିନି। କେମିତି କ'ଣ ହେଲା ଠାକୁରଙ୍କ ସମ୍ପତ୍ତି ସେଟା ଆପଣଙ୍କ ନାଁରେ? ଯାହା ସମିତ ପାଇଁ ଓଡ଼ିଶା ସରକାର କରିଛନ୍ତି, ଆମ ପାଇଁ ସେୟା କରିଛନ୍ତି। କେମିତି କ'ଣ ଓଡ଼ିଶା ସରକାର କଲେ? କେମିତି କ'ଣ ଏ ତ ଆପଣ ଅଯଥା କୋଶ୍ଚିନ୍ କରିବେ, ମୁଁ ତ କିଛି ଜାଣିନି। କେବେଠାରୁ ଏ ଆପଣଙ୍କ ନାଁରେ ହେଲାନି ସମ୍ପତ୍ତି? ମୋ ନାଁରେ ଏଇଟା ହେଇଛି ହାରାହାରି 68 ମସିହା ଠାରୁ। 68 ମସିହା ଥରେ ଆପଣଙ୍କ ନାଁରେ କନଭର୍ସନ୍ ହେଇଛି। ଏବେ ଗ୍ରାମବାସୀ ଅଭିଯୋଗ କରୁଛନ୍ତି ଯେ ଆପଣ ଚଞ୍ଚକତାପୂର୍ବକ ନେଇଯାଇଛନ୍ତି ବୋଲିକି, କ'ଣ କହିବେ? ଏଇଟା କୋର୍ଟ ବିଚାର କରିବ, ମୁଁ କୋର୍ଟ କରି କୋର୍ଟ କରିଛନ୍ତି? ସେମାନେ ବି କେବେଠାରୁ କୋର୍ଟ କଲେଣି ଆପଣ? ମୁଁ କଲିଣି 15 ବର୍ଷ। 15 ବର୍ଷ ହେଲା କଲେଣି। ମୋତେ କହିଲେ ଆପଣ ଯେତେବେଳେ ଜାଣିଲେ କଥା 68 ମସିହାଠୁ ହେଇଛି ବୋଲିକି, ତା ଭିତରେ ଆପଣ କିଛି ଗାଁ ବେଲାଙ୍କ ସହିତ କଥା ହେଇଛନ୍ତି ନା ଏମିତି ଜୋର ଜବରଦସ୍ତ ଆପଣ? ମୋତେ ଥରେ ଡାକିଥିଲେ ବସିକିରି ଗୋଟେ ଆଲୋଚନା କରିବା ପାଇଁ। ମୁଁ ଭାବିଥିଲି 8-10 ଜଣ ଆସିକିରି ବସିବେ, ଆଲୋଚନା ହେବ। କି ଆଲୋଚନା କ'ଣ, ମୋତେ ଡାକିଲେ, ମୁଁ ଆସିଲି ବସିଲି। ଆଲୋଚନାରେ ଗରମ ଖାଇଲେ ମୋ ଉପରେ। ତାପରେ କହିଲେ 3-4 ଗୁଣ୍ଠ ଜମି 8 ଜଣଙ୍କ ନାଁରେ କରିଦିଅ। ତେଣୁ କିଏ କିଏ ଏସବୁ କଥା କହିଲେ? ରବୀନ୍ଦ୍ର ମଳିକି ମେନ୍ ହେଇକିରି ସେ ଆଲୋଚନା କରୁଥିଲେ ଆଉ। ବର୍ତ୍ତମାନ ସମସ୍ତ ଗ୍ରାମବାସୀ ଏଠି ଅଛନ୍ତି ଉପସ୍ଥିତ। ସେ କହୁଛନ୍ତି ଯେ ଆପଣ ଯେଉଁ ଠାକୁରଙ୍କ ଜମିକୁ ଜବରଦଖଲ କରିବେ, ଆପଣ କ'ଣ କରିବେ, ପଦକ୍ଷେପ କ'ଣ ନେବେ? ମୁଁ ତ କୋର୍ଟ କରିଛି, ପୁଣି କୋର୍ଟ କରିବି। ଆଉ ଜବରଦଖଲ କଲେ ମୁଁ ବା ସେଇ କୋର୍ଟ ଆଶ୍ରୟ ନେଇଛି। ଠାକୁରଙ୍କ ସମ୍ପତ୍ତି ଆପଣ ଚାହୁଁନାହାନ୍ତି ଠାକୁରଙ୍କ ପାଖକୁ ଫେରିବା ପାଇଁ? ଇଏ ଠାକୁର ହେଉଛନ୍ତି ଆମର ଘରୋଇ ଠାକୁର। କେମିତି ଘରେ ଠାକୁର ହେଲା? ଆପଣ କିଏ କରିଥିଲେ ଘରେ ଠାକୁର? ଆମର ବଂଶଧର କରିଥିଲେ। କେତେ ମସିହାରେ କରିଥିଲେ? ମୁଁ ସେଇଟା ମୋ ହେତୁରେ ମୁଁ କହୁଛି। ଇଏ ଅଛି ଏଲିନାମେଣ୍ଟରେ ରେଜିଷ୍ଟ୍ରେସନ ନମ୍ବର ଅଛି, ଏଲିନାମେଣ୍ଟରେ ଠାକୁରଙ୍କ ନାଁ ଅଛି। ଆପଣ ବୁଝିକି ଦେଖୁନାହାନ୍ତି। ଏ ଯେଉଁ ଠାକୁର ସ୍ଥାପିତ ହେଇଛନ୍ତି, ଠାକୁରଙ୍କ ଜାଗା ନା ଆପଣଙ୍କ ଜାଗା? ମୁଁ ତ ଜାଣିଛି ଆମ ଜାଗା। ନା ଠାକୁରଙ୍କ ମନ୍ଦିର ଯେଉଁ ହେଇଛି ସେଟା ଆପଣଙ୍କ ପର୍ସନାଲ ଜାଗା ନା ବ୍ୟକ୍ତିଗତ ନା ଠାକୁରଙ୍କ ଜାଗା? ଏ ତ ଆପଣ କହିବେ। ମୁଁ ତ କହୁଛି ମୋ ପିଲାବେଳୁ, ମୋ ଜନ୍ମ ଠାରୁ ମୁଁ ଜାଣିଛି ଆମର। ଏ ଠାକୁରଙ୍କର ଆପଣଙ୍କର? ହଁ ଠାକୁରଙ୍କର ବି ମା ଯେଉଁ ଅଛନ୍ତି ଆପଣଙ୍କ ଜାଗାରେ ଅଛନ୍ତି, ଆପଣ ଆ ପାଇଁ କେସ୍ ବି କରିଛନ୍ତି। ହଁ। ଗାଁ ଲୋକ ଏବେ ଆପଣଙ୍କୁ ଅପୋଜ କାହିଁ କରୁଛନ୍ତି? ଅପୋଜ ଯଦି 50 ଜଣ ଆସିକିରି ଜୁଟିବେ କି 100 ଜଣ ଜୁଟିବେ, 200 ଜଣ ଜୁଟିବେ, ମୁଁ ଜଣେ ଲୋକ କ'ଣ କରିବି? କେମିତି? ତେଣୁ ଗାଇଜୋରରେ ସେମାନେ ଯାହା କହିବେ। ମୁଁ ତ କୋର୍ଟ ଆଶ୍ରୟ ନେଇଛି ନା। ଶୁଣନ୍ତୁ ଆଜ୍ଞା, ମୋ ଘରେ ଗୋଟେ ଠାକୁର ମୁଁ କରିବି, କିନ୍ତୁ ଗାଁ ବାଲା ତ ସେଠି ଅପୋଜ କରିବା କଥା ନୁହଁ। ଏଇଟା ଯେହେତୁ ଗ୍ରାମ ଦେବତୀ ବୋଲି